हे गाइज वर्तमान दिन बेला ब्लॉग रे आपन कही जे ये जगह को आम आसबार अच्छी आसबू जिन भी आसबार था तो ये तो बहुत कटी तो मो पछक देखिपे सबुआड़े जंगल आ कि दूर लाइट फाइट भी देखा जाऊँगी जेहेतु से बस्ती अंचल अच्छी साइडा तो आम आसिक पहुँची जाजु से लोकेशन उपरे तो गाइज मुझे कही आपण को जे एठी स्वामी स्त्री जो दुर्घटना कहींपारे मर्डर कहींपारे जहाँ किसी भी कहींपारे तो यही जगह होता से जो गछ देखा से गछ पाखे ही होता तो से गोटे महूल गछ भी था से गछटा बर्तमान हाणी दी तो आउ से गछ ना किंतु यीतिक भीतर टोटाल आंटीटी बहुत अच्छी तो आम जा टिके सी जगह को जो जगह आम टच पहुँची से अच्छी किसी आंब गछ जोड़ा कि भी मोस्ट हंटेड कहले चले तो आपन जानीपे आम कौ भाया जगार आईना अच्छु गाई देखिपे ये सब आड़े गाई खाली वीरान लगुच बर्तमान आउ से दूर रे आपन जो लाइट फाइट देखा जाउथुबो सेठी गाइज गाड़ी फाड़ी चली बाली गाड़ी तो साउंड टी होथुबो आपन को आठी जो पिला जाइथिला हमरो निज पर्सनल काम रे से बर्तमान आसीगले सेठी गाइज गोटे हेठी भी पुड़ा है से जगार तो आम मुझे फिल कर दिना गाइज बहुत प्रकार एक्टिविटी हुए तो आम बर्तमान आग एरिया को सर्च करवा तापर जहाँ कि आज भाग्य थो देखा मिल ना तो ना सेमती किसी कथा ना किंतु जेहेतु आम गोटे एक्सपीरियंस नापे आसीचु बुली देगी कुकुर गाई भुकवा आरंभ कलानी तो बुली देगी जीवा किसी असुविधा ना भय तो बहुत लगला गाई बहुत भय लगुच तो विशु विशु आज जा विशु बाबू कौन तुम एत फाटिला हम झाड़ीगला गोटे एमती किसी मजा चले ये आगे जाओ हाँ बैक साइड लाइट रखी था मुझे धरছি कैमरा कौटे पड़ा भाट अच्छी अरे मु भी चौकी पड़ी हठात तो गाइज इ नटी फटी सब प्रबल नटी था एरा सब निके नुका देती से जगह कौन देखा बरडा गछटा ना कौन वो बेस जना पड़नी गाइज ये हूँ काजू बण यही साइडटा हूँ काजू बण से एका कथा भालिया बण काजू बण सब से माने कूड़ा माइंड की नवा कथा से कहीं पछुआ लाइटा मारी बांधी देवी पछुआ कौन कुसुम गछ कहते ना कि
ଗେମ୍ ଭଲ ଲାଗୁଛି କିନ୍ତୁ ଆରେ ଗେମ୍ ଭଲ ଲାଗୁଛି ଜାଣିନି ପରା। ଦେଖୁଛୁ କି ମୋବାଇଲ ଖାଲି ହାତ ପଛ ଲାଇଟ୍ ଜଳୁଛି। ବ୍ୟାକ୍ ସାଇଡ଼୍ ଲାଇଟ୍ଟା ଅଛି ଚଳିବ। ଏମିତି ସବୁ ତ ଗାଇସ୍ ବର୍ତ୍ତମାନ ଆମେ ଆସିକି ଏଇ ଜାଗାକୁ ଟିକେ ଲୋକେସନ୍ଟା ଦେଖନ୍ତୁ guys, ଦେଖି ଆସିଥିଲୁ ଭାରି, ଯେହେତୁ ଏଠି ଆଉ ଜଣେ ବ୍ଲଗର ଆସିଥିଲେ ଏଇ ଜାଗାକୁ, ତ ସେ ଦେଖିଥିଲେ କିଛି ଏଣ୍ଟିଟି ଦେଖିଛନ୍ତି ଭିତରେ। ହେଲେ ପଳେଇଥିଲେ ଡରିକି ଗାଣ୍ଡି ଧରିକି। ଆମେ ତ ଯିବୁନି, ସତରେ ଦେଖିଥିଲେ ଭାରି। ଆମେ ତ ଯିବୁନି, ଆମେ ଲାଇଟ୍ ଦେଖିଛୁ ଟିମ୍ 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 ଗାଣ୍ଡି କରିଦେବୁ। ଏଠି ଅଛି କୁସୁମ ଗଛ ପ୍ରବଳ ଅଛି। ଆକୁ ଯିବାନି, ପଛକୁ ଯିବା। ଓକେ, ଧର କ୍ୟାମେରା ଧର। ଏଠୁ ଆମେ ପଛକୁ ଯିବା, ଆଗକୁ ଯିବା ନାହିଁ। କାହିଁକିନା ଗାଇସ୍ ଦେଖନ୍ତୁ ମୋ ପଛ ଆଡ଼େ ଲାଇଟ୍ ମୁଁ ମାରିଛି ବୁଝିଲେ। ତ ଗାଇଜ୍ ଏ ଲୋକେସନ୍କୁ ଆଉ ଥରେ ଆସିବା, ସେଠିକି ଆଗ ଯାଇସାରୁ। ତ କ'ଣ ପାଇଁ ନା ଏଠୁ ଯେହେତୁ ଆସିଲୁ କିଛି ଏତେ ଜଣାପଡ଼ୁନି କିଛି, ଖାଲି କୁକୁର ଯାହା ଟିକେ ଭୁକୁଛନ୍ତି ଆବାଜ ଆସୁଥିବ। ତ ସେମିତି କିଛି ଜଣାପଡ଼ୁନି ଗାଇଜ୍। ଆମର ମେନ୍ ଲୋକେସନ୍କୁ ଯିବା ଆସନ୍ତୁ ଗାଇଜ୍। ଏରେ କ୍ୟାମେରାଟା ବାଜି ଚାଲି ଚଲା ଦେଇକି ତୁ ହଁ ଏ ପିଲା କ୍ୟାମେରାଟା ବଗେରା ଚାଳି ଚଲା ଦେଇକି ଗାଁजा ଫସିଆ କଥା ହଉଛି। ହଁ କ'ଣ ହେଲା ଚାଲ ବନ୍ଦ କରୁଛ ଟିକେ ଡରାନି ତ ରାଣ ବି ମୁଁ ତାହେଲେ ସୁଟ୍ କରିପାରିଲିନି ଆଉ, କାହିଁକିନା ଗାଇସ୍ ମୁଁ ଟିକେ ମୋବାଇଲ୍ ଆଉ ଟିକେ ତାକୁ ବତଉଥିଲି। ମୋବାଇଲ୍ ଗଳି ପଡ଼ିଲା ମୋର ଗାଇସ୍, ମୋବାଇଲ୍ ଭାଙ୍ଗିଗଲା କି କ'ଣ ହେଲା ଜାଣିନି। ଭାଙ୍ଗିନି ନା ତୁମେ ଟ୍ରଚ୍ ଧରିଛ, ମୁଁ ଯୋଉଟା ଆଗ ପଛ ସବୁ ଆଡ଼େ ମାରିବି ନା ଗାଇସ୍। କାହିଁକିନା ମୋବାଇଲ୍ଟା ଟିକେ ଅଧିକ ଲାଇଟ୍ ଅଛି ନା, ଦେଖୁନ ତା ଏତାଠୁ ଟିକେ ଅଧିକ ଦିଶୁଛି ଗଛପତ୍ର। ଭାଇ ଆପଣ ଦେଖିପାରୁଥିବେ କୁସୁମ ଗଛଟା କେତେ ଭୟଙ୍କର ହେଇଯାଉଛି, ଦେଖନ୍ତୁ ଗାଇସ୍ କେତେ ଭୟଙ୍କର ଲାଗୁଛି। ତ ଗାଇସ୍ ସେତେବେଳେ କାହିଁକିନା ମୋବାଇଲ୍ଟା ଟିକେ ବନ୍ଦ କରିଦେଇଥିଲେ ଏଥିପାଇଁ ଯେ, କାହିଁକିନା ଜୁଲୁ ଆମର ଟିକେ କ୍ୟାମେରା ସେଟ୍ କରିଥିଲି, ଟିକେ ଝାପ୍ସିଆ ଆସୁଥିଲା। ତ ଟିକେ କ୍ୟାମେରା ମୁଁ ସେଟ୍ କରୁଥିଲି, ତ ସେଥିଲାଗି ଆଉ ଦେଖିଦେବେ ଭିଡ଼ିଓରେ କେମିତି ଝାପ୍ସା ଆସୁଥିଲା, ଆଉ ଏବେ ଏମିତି ଆସୁଛି କହିଦେବେ ଫେସ୍ଟା ନାଇଁ କି ସାର୍। ସେଇ ଜାଗାରେ କି ଗୋଟେ ଗଲା ଲାଗିଥିଲା ଗୋଟେ ତଳରେ। ସେଇ ଗଛଟାକୁ ଦେଖିଲେ ଡରିଯିବ ମଣିଷ। ତ ଗାଇଜ୍ ମୁଁ ଶୁଣିଥିଲି କୁସୁମ ଗଛର ଡାହିରେ କୁହ କୁହ ଆଗ କୁହ। ତିନି ମାନେ ପ୍ରାୟ ଆକ୍ଟିଭିଟି କରନ୍ତି, ତ ସେଥିପାଇଁ ମୁଁ କୁସୁମ ଗଛଟା ଦେଖୁଥିଲି। ଏଇଟା ଆମେ ବି ଶୁଣିଛୁ, ଆମେ ବି ଆଜି ପର୍ଯ୍ୟନ୍ତ କେବେ ଏକ୍ସପିରିଏନ୍ସ କରିନୁ କି ଜାଣିନୁ ଯେ କୁସୁମ ଗଛରେ କେବେ କ'ଣ କେମିତି ହୁଏ ସିଷ୍ଟମ୍, ଆମେ ସେଗୁଡ଼ାକ ଜାଣିନୁ। ତ ଲୋକମାନେ କହନ୍ତି ଯେହେତୁ, ଆଉ ଏଇ ଜାଗାକୁ ଆପଣ ଦେଖିପାରୁଥିବେ ପୁରା ବିରାଟ। ଏଇ ଟାଇମ୍ରେ ବି ମାନେ ସନ୍ଧ୍ୟା 7ଟା ହେଇଗଲେ ଏଠିକି କେହି ଆସିବେ ନାହିଁ। ଗାଇସ୍ ତମକୁ ଗୋଟେ ଜିନିଷ ଦେଖେଇବି, କେବେନି କାଳେନି ଦେଖ ଆଜି କେମିତି ପବନ ମାରୁଛି, ଗଛ ହଲୁଛି ଶୀତ ଦିନରେ। ହଁ ହଁ ଗାଇସ୍, ଏଇଟା ଗୋଟେ ଜିନିଷ ନୋଟିସ୍ କରିଦିବି, ସବୁ ଠିକ୍ କରିଦିବି। ତ କାହିଁକିନା ଆଜି ଜଣାପଡ଼ୁଛି ଭୂତ ଆସିବ, କିନ୍ତୁ କେଉଁ ପଟେ ଆସିବ? ଏଇ ପଟେ ଆସିଲା, ହେଇଛି କ'ଣ
ଖସ ଖସ ଶୁଭୁଛି କିଏ ଗୋଟେ ଡାକିଲା ଶୁଭୁଛି। ଇଆଡ଼େ ଡାକୁଛି ଏଇଠି ଶୁଭିଲା କ'ଣ କିଏ ଖସ ଖସ କରୁଥିଲା। ହଉ ଗାଇସ୍ ଆଗକୁ ଯାଉ ଦେଖିବା ଚାଲ। ତ ବର୍ତ୍ତମାନ ଭାଇ ସେଇ ଲୋକେସନ୍ ଉପରକୁ ଆମେ ଯିବାର ଅଛି, ପ୍ରପର୍ ମେନ୍ ଲୋକେସନ୍। ତ ଆସନ୍ତୁ ଭାଇ ଯିବା। ଗାଇସ୍ ଆଗ ପଛ ସବୁଆଡ଼େ ନଜର ମୋତେ ବି ରଖିବାକୁ ପଡ଼ୁଛି, ସେ ସିନା ଆଗରେ ପଳାଉଛି, ନଜରଟା ମୋତେ ସବୁଆଡ଼େ ରଖିବାକୁ ପଡ଼ୁଛି। କାହିଁକିନା କ୍ୟାମେରାମ୍ୟାନ୍ ଯେତେବେଳେ ଆଗ ପଛ ଚାରିଆଡ଼େ ନଜର ରଖିବାକୁ ପଡ଼େ ମୋତେ, କାହିଁକିନା ଆପଣ ନଜର ନା ରଖେଗା ଦୁର୍ଘଟଣା ଘଟେଗା। ବିଶୁ ଗୋଟେ ଜିନିଷ ନୋଟିସ୍ କରିଛୁ, ମାନେ ଲାଇଟ୍ଟା ସେଟା ଆଖିକି ପଡ଼ୁଛି କିନ୍ତୁ ବ୍ୟାକ୍ ସାଇଡ଼୍ ହଉ ବା ଅନ୍ଧାର ଯେଉଁ କରିକି ରହୁଛି ବ୍ଲାକ୍ ସ୍ୟାଡ଼ୋ ପୁରା କ୍ରସ୍ ଆକ୍ଚୁଆଲି କ୍ରସ୍ କରାହେଲା ପୁରା ଲାଗୁଛି। ସେଇଟା ଚାଲ ହେଇପାରେ ଭ୍ରମ ହେଇପାରେ, ଇଗ୍ନୋର ଇଟ୍। ତ ସେଥିଲାଗି ଆଉ ଟିକେ ଆଗକୁ ଯିବା, ପଛରେ ରହିଲେ ନିଦ ଲାଗିବ। ଆମର ଏଇ ଯେଉଁଟା ପ୍ରପର୍ ଲୋକେସନ୍ ଆମେ ସେଇ ଜାଗାକୁ ବର୍ତ୍ତମାନ ଯାଉଛୁ ଧୀରେ ଧୀରେ। ଆଗ ପଛ ସବୁଆଡ଼େ ଭାଇ ମୁଁ ଟିକେ କ୍ୟାମେରା ଫ୍ୟାମେରା ବି ବୁଲେଇ ଦେଉଛି ଥରେ ଥରେ। କହିବ ଭାଇ ହେଲା, ସେ ଯେତେବେଳେ କ୍ୟାମେରା କ୍ୱାଲିଟି କରିଥିଲେ ଏବେ ମୁଁ ଯେମିତି ସେଟ୍ କରୁଛି କହିବେ କାହାର ଭଲ ଆସୁଛି। ତାକରି ମୋବାଇଲରେ କିନ୍ତୁ ତାକରି କ୍ୟାମେରା ସେ ସେଟ୍ କରିନାହାନ୍ତି, ଝାପ୍ସା ଆସିଥିଲା ସେତେବେଳେ। ସେଥିପାଇଁ ଗାଇସ୍ ସରି। ସରି କହିଲେ ବି ସେଟା ଚଳିବନି, ସେଟା ଗୋଡ଼ ହାତ ନବେଇକି ସରି ମାଗିବାକୁ ପଡ଼ିବ ସେଇଟା କ'ଣ ହେଇଛି ନା, ଭୂତ ଆଗରେ। ଯେଉଁ ପକେଟ୍ରେ ଥିଲା ମୋବାଇଲଟା କିଛି ଡଷ୍ଟ ଲାଗିଯାଇଥିବ। ମୁଁ ପୁଛିଲି କି, ମୁଁ ତ ପୁଛିନି ନା। ଆଉ ଚାଲ ଗାଇସ୍ ଆଗକୁ ଯିବା, ଆଗକୁ ଭିଡ଼ିଓ ବନେଇବା। ହେଲା ମୁଁ ଚାରିପଟେ ବୁଲେଇ ବୁଲେଇ ଦେଖାଉଛି ହେଲା, ବୁଝିଲୁ ଯେଉଁଠି ଯାହା କ୍ୟାପଚର୍ ହେବ ତୁ ନିଜେ ତୋର ଦେଖିବୁ ମୋବାଇଲରେ ହେଲା, କହିବୁ କ'ଣଟା କ୍ୟାପଚର୍ ହେଇଛି କ'ଣ ନାହିଁ, ତାର ଥର୍ମାଲ୍ ସବୁ ଜିନିଷ ଦେବୁ। ଗାଇସ୍ ଇଏ ହେଉଛି ସେଇ ଲୋକେସନ୍, ଦେଖିପାରୁଥିବେ ଆପଣମାନେ ପୁରା ଏଇଟା, ଇଏ ହେଉଛି ସେଇ ଲୋକେସନ୍, ସେଇ ଗଛ। ତ ଏବେ ଛାଡ଼େ ବାଳ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ। କ'ଣ ଗୋଟେ ଖସ ଖସ କଲା ଭାଇ ବିଶ୍ୱାସ କରିବୁ ଯେମିତି ମାନେ ସେ କ୍ୟାମେରା ଦେଇଛୁ ନାଇଁ ମୋର ଏଇଠି ଯେମିତି ଠିଆ ହେଇ ସେପାରେଟ୍ ଲାଗିଲା ଆଉ। ତ ଗାଇଜ୍ ମୁଁ ଆପଣଙ୍କୁ ଦିନବେଳେ ଦେଖେଇଥିଲି ଏଇ ଲୋକେସନ୍ଟା, ତ ସେଇ ଆଗରେ ଗୋଟେ ଅଛି ଆମର ଶୁକୁଲା ଗଛ ଗୋଟେ ଅଛି, ତ ସେଇ ଶୁକୁଲା କଥା ବି ଆଉନି ଗାଇସ୍। କହୁନୁ ଆରେ ତୋ ଅବସ୍ଥା ମୁଇଁ ଦେଖୁଛୁ, ତୁଇ ମୋ ପଛଟା ଦେଖୁଛୁ, ତୁ କହୁନୁ କି ଗୋଟେ ଜିନିଷ ଗାଇଜ୍ ଆପଣମାନେ ମାର୍କିଂ କରିଥିବେ ସେ ଗଛଟା ଦେଖ, ଚାରିଆଡ଼େ ଗାଇଜ୍ ଦେଖିପାରୁଥିବେ କଞ୍ଚା ପତ୍ର, କିନ୍ତୁ ଦେଖନ୍ତୁ ଏଇ ଡାହିରେ ପୁରା ଶୁଖିକି ଅଛି, ଦେଖନ୍ତୁ ଗାଇଜ୍। ତ ଆବେ ସେଇଟା କ'ଣ ବେ, ଜୁମ୍ କର ସେଇଟାକୁ, ସେ ଗଛ ପାଖରେ ଦେଖ ପୁରା ସେଇଟା ସେଇଟା କ'ଣଟା ହେଇଥିବ କ'ଣ ଗୋଟେ। ଚାଲ 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 ଆଉ ନାହିଁ ନା। ଗାଇସ୍ ଆଗ ପଛ ବହୁତ ଭୟ ଲାଗିଲାଣି, ତବେ ଆଗକୁ ଯିବା ଟିକେ ଟିକେ, କାହିଁକିନା ରହି ହେବନି ବେଶୀ ଟାଇମ୍ ବି ହେଇଗଲାଣି ବହୁତ। ସେଇଟାକୁ ଦେଖନ୍ତୁ ଗାଇଜ୍, ସେଇଠି ପୁରା ହେଇଛି, ହେଇଗଲାଣି ବହୁତ ଦିନ ହେଇଗଲାଣି।
ତ ସେଠି ଗୋଟେ ଲୁଗା ଟାଙ୍କି ଦେଇକି ଯାଇଛନ୍ତି। ହବ ନା 3-4 ମାଛ। ଅନ୍ୟ ବ୍ଲଗ୍ରେ କ'ଣ ହୁଏ ନା, ମାନେ ଯେଉଁମାନେ ଧର କିଛି ମିଛକୁ ବି ଦେଖିବା ପାଇଁ ଚାହାନ୍ତି, ଏଇଗୁଡ଼ା ଜିନିଷକୁ ସେ କ'ଣ କରିବେ କହିଲେ ଦୂରରୁ ଜୁମ୍ କରିଦେବେ। ଠିକ୍ ଭାଇ ମୋ ଦେହରୁ ମୋଟା ପଡ଼ିଗଲା ଭିଡ଼ିଓ ଦେଖିକିନା ମୋର ହାତଟା। ହଉ ଚାଲ ଗାଇସ୍, ଏବେ ଆଗକୁ ଆମେ ଆଉ ଟିକେ ଟିକେ ଯିବୁ, ଆଉ ଆପଣଙ୍କୁ କିଛିଟା ଏଣ୍ଡିଙ୍ଗର ଜିନିଷ ଦେଖେଇବୁ, କାହିଁକିନା ଆପଣମାନଙ୍କୁ ଟିକେ ସେଇଟା ଭାବୁଥିବେ କିଛି ଏଣ୍ଡିଙ୍ଗ ପାଖରେ ଅଛି ବୋଲି, ତାହେଲେ କହିଦେବୁ ଆଗରୁ ଲାଷ୍ଟ ଏଣ୍ଡିଙ୍ଗରେ। ଏଇଠି ତ ଭାଇମାନେ ଏଣ୍ଡିଙ୍ଗ କରିବୁ। ବିଶ୍ୱାସ କର ଗାଇଜ୍, ମାନେ ଏମିତି ଲାଗୁଛି ଯେମିତି ସା ପଛରେ ବି ଗୋଟେ ଚାଲିଛି ଯାଉଛି। ମୋ ଗାଣ୍ଡି ଫାଟି ମୁଁ ଖାଲି ପଛକୁ ଟର୍ଚ୍ଚଟା ମାରୁଛି, ବାର ବାର ହେଇଟା ହିଁ ଡାଉଟ୍। ଆସୁ କ'ଣ ପାଇଁ କି ଆମେ ଯେତେବେଳେ ସେ ରାସ୍ତାରେ ଥିଲେନି, ସେଇ ରାସ୍ତାରୁ ମୋତେ ପୁରା ଫିଲ୍ ହେଇଛି। ଆସୁ ପଛରେ ଦେଖିବାନି ମୋ ଦେହ ମୋର ତ ଗାଇଜ୍ ରୁମ ନାହିଁ, କ'ଣ ତାପରେ ଦେଖେଇବ। ମୋର ଅଛି କିନ୍ତୁ ଗାଇସ୍ କିନ୍ତୁ ଦେଖେଇ ପାରିବିନି, କାହିଁକିନା ଦେହ ସବୁ ଘୋଡ଼େଇ ହେଇଯାଇଛି। ଭାଇ ଆଉ ହଉ ମାନେ ଗାଇସ୍, ଆଉ ଗୋଟେ କଥା, ଆପଣମାନଙ୍କୁ ଲାଗୁଥିବ କି ଏଇ ଯେଉଁ ଲାଇଟ୍ଟା ଦିଶୁଛି ବହୁତ ପାଖରେ ଲାଗୁଥିବ ମୋବାଇଲରେ, କିନ୍ତୁ ଏଇଟା ବହୁତ ଦୂରରେ ଅଛି। ସେ ଗଛକୁ ପୁରା ଝୁଙ୍କ, ଫୁଲ୍ ଜୁମ୍ କର, ଫୁଲ୍ ଜୁମ୍ କର ପୁରା। କିଛି ଦିଶିବନି ଫୁଲ୍ ଦେଖ ଜୁମ୍ କର ତୁ, କରିଛି। ଗଛ ସାଇଡ଼ରେ ଦେଖେ କ'ଣ ଗୋଟେ ଦେଖାଯାଉଛି, ପୁରା ହ୍ୱାଇଟ୍ ହ୍ୱାଇଟ୍ ସେଇ ଜାଗାଟା। ଏତେ ଜୁମ୍ କଲେ ଦିଶିବ କିରେ ପାଗଳ। ଆରେ ଭାଇ କି ଠିଆ ହେଇଛି ରେ ଭାଇ। ହଁ ହଉ, ଦେଖ ପୁରା ଗଛ ସାଇଡ଼ରେ ଠିଆ ହେଇଛି। ହଁ ହଉ, ଠିଆ ହେଇଥାଉ। ଦେହରୁ ମୋ ଟାମ୍ପରେ ଗଲେ ବି ସେ ଠିଆ ହେଇଥାଉ। କିରା ହେଇଗଲା ହେଠୁ ଆମର। ତ ଭାଇ ବା ଭଉଣୀ ବା ଦିଦି ଅପା ଯିଏ ବି ହୁଅ, ଆମେ ଜାଣିସାରିଲୁଣି ଆପଣମାନେ ଆମକୁ କିଛି ଦେଖାଉଛନ୍ତି, ତ ଆମକୁ ପ୍ଲିଜ୍ ଆଉ ଡରାଡରି କିଛି କରନ୍ତୁ ନାହିଁ। ଗାଇସ୍, କ୍ୟାମେରା ଟିକେ କିଛି ଖରାପ ଭାବିବେନି, କାହିଁକିନା ଯେଉଁ କ'ଣ କହନ୍ତି ତାକୁ କି କାକର ଲାଗି ଟିକେ ଥରେ ଥରେ ପାଣି ଲାଗିଯାଉଛି, ସେ ଦିଶୁନି। ଆମ ପଛ ପଛେ ଆସିବା ପାଇଁ ଆପଣଙ୍କୁ ପୁରା କ୍ଷମା ମାଗି ଦେଉଛି ମୁଁ ଏଠି। କେହି ଆମ ଆସନା ପଛରେ ପ୍ଲିଜ୍ ଦୟାକରି କେହି ଆସିବେ ନାହିଁ, କାହିଁକିନା ଏଠି ଆପଣଙ୍କ ସାଙ୍ଗରେ ଯାହା ବି ହେଇଛି ବହୁତ ଭୁଲ ହେଇଛି, ବହୁତ ଖରାପ ଜିନିଷ ହେଇଛି, ତ ସେଥିପାଇଁ ଭୁଲ ମାଗି ଦେଉଛୁ, ସରି ସରି। ଆପଣ ତାଙ୍କୁ କ୍ଷମା କରନ୍ତୁ। ଆଉ ଏଠି ଯେ କେହି ବି ଆଣ୍ଟିଟି ଅଛନ୍ତି ନା କାହିଁକି, ପ୍ଲିଜ୍ ଦୟାକରି ଆମ ସାଙ୍ଗରେ ଯାଆନ୍ତୁ ନାହିଁ, ଆମ ପଛରେ ପିଛା କରନ୍ତୁ ନାହିଁ, ଏତିକି ରିକ୍ୱେଷ୍ଟ। ଆଉ ବ୍ଲଗ୍ ବନେଇବାଟା ଭଲ ଉଚିତ ନା। ହେବନି। କ'ଣ ପାଇଁ ନା ସେଠୁ ସେ ଜାଗାରୁ ଏଠିକି ଆସିବା ଭିତରେ ମୁଁ ଆପଣଙ୍କୁ ଦିନବେଳେ ବି କହିଥିଲି ଆଣ୍ଟିଟି ଏଇ ଭିତରେ ହିଁ ଥାଏ। ତ ଆଗରୁ ଯେହେତୁ ମୁଁ ଦେଖିଛି, ଆଜି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଆପଣଙ୍କୁ ମୁଁ କହିଦେଉଛି। ଯେଉଁ ଜିନିଷଟା ମୁଁ ସେଦିନ ଦେଖିଥିଲି ନା, ସେଇ ଜିନିଷଟା ଆଜି ବର୍ତ୍ତମାନ ମୁଁ ଦେଖିପାରୁନି। କ'ଣ ପାଇଁ କେଜାଣି କହିପାରିବିନି କି, ବାରତୀର୍ଥ ଅଛି କ'ଣ, ମାନେ ଏମିତି ଅଛନ୍ତି, ଦେବାଦେବୀ ବି ଅଛନ୍ତି, ତ ବାରତୀର୍ଥ ନେଇକି ଆସନ୍ତି। ତ ଯେମିତି ଆମର କଲ୍ ଲାଗି ଆଜ୍ଞା, ନମ୍ବର ଟିକେ ହାଇଡ଼୍ କରିଦେଉଛି। ଏଇ ଯେଉଁ ବ୍ୟକ୍ତି ଜଣକ ଯେ କଲ୍ କରୁଛନ୍ତି, ଟିକେ ତାକୁ କହିବେ କଲ୍ କେବେ କରିବେନି ଏତେ ଜଲ୍ଦି, କାହିଁକିନା ଭିଡ଼ିଓ ଟାଇମ୍ରେ କଲ୍ କରିବେ। କିଛି ଯିବା ବାହାରି ଯିବା କହୁଛୁ ଯେ ଆମେ ଯେତେବେଳେ ଗାଇଛି ଏଠୁ ବାହାରିବା ପାଇଁ ଚେଷ୍ଟା କରୁଛୁ, କିଛି ଗୋଟେ ଯେମିତି ଆମକୁ କ'ଣ କହିଲେ ପଛକୁ ଯଦି କିଏ ଡାକୁଛି,
ମୋବାଇଲରେ ନ ଶୁଭିପାରେ କିନ୍ତୁ ଏମିତିକା ଫିଲ୍ ହେଉଛି ଯେମିତିକି ପଛରେ ଆମକୁ ଡାକୁଛି। ତ ଛାଡ଼ ସେଟା ଇଗ୍ନୋର କର ଚଢ଼େଇଟାରେ। ତ ଗାଇସ୍ ମୁଁ କହିବାକୁ ଚାହୁଁଥିଲି କ'ଣ ନା ଏଠି ଗୋଟେ ରକ୍ତମାଲୁ ଅଛି, ପୁରା ନିଆଁ ପିଣ୍ଡୁଳା ଟାଇପ୍ର। ଆମେ ସେଇ ଜାଗାରେ ହିଁ ଥିଲୁ, ଦେଖେଇ ଦିଅ କ୍ୟାମେରାରେ, ସେଇ ଜାଗାରେ ବସିଥିଲୁ। ବେଶୀ ସମୟ ହେଇନଥିଲା, ରାତି 8ଟା ହେଇଥିଲା। ରାତି 8ଟା ବେଳକୁ ଆମେ ସେଠି ବସିଥିଲୁ। ସେଠି ଗୋଟେ ଶୁକୁଲା ଗଛ ବି ଗାଇଥିଲା, ଯେଉଁଟା ବର୍ତ୍ତମାନ ସେ ଜାଗାରେ ନାହିଁ। ତ ସେଇ ଗଛରୁ ସେ ପୁରା ସେଠିକି ଯାଇଥିଲା। ମାନେ କେମିତି ଯାଇ ଜାଣିଛନ୍ତି, ଯେମିତି ଧର ଆମର ନିଆଁ ଜଳିଲେ ଏଠି ମାଲୁ କଲା, ସେଠି ଗୋଟେ ମାଲ ଆମର ଛାତି କ'ଣ ହେଲା। ତ ଗାଇସ୍ ଆମେ ବର୍ତ୍ତମାନ ଏଠୁ ବାହାରୁଛୁ, ଯେହେତୁ ଏମିତି ସାଉଣ୍ଡ ଆସୁଛି ପଛଆଡ଼ୁ, ମୋତେ ଲାଗୁଛି ଯେମିତି କ'ଣ କହିଲ ମୋ ପଛରେ ଆସିଲା ଭଳିଆ। ତ ଆମେ ଆଉ ଥରେ କ୍ଷମା ମାଗି ଦେଉଛୁ, ଆମର ଭୁଲ ହେଇଯାଇଛି, ଆମେ ଆଉ ଆସିବୁନି। ଏଇ ଲୋକେସନ୍କୁ ଆସିବୁନୁ। ଆପଣ ଯିଏ ବି ସେ ଶାନ୍ତିରେ ରୁହନ୍ତୁ। ଭଗବାନଙ୍କୁ ଆମେ ଏତିକି ପ୍ରାର୍ଥନା କରିବୁ, ଆପଣଙ୍କୁ ଏଠୁ ମୁକ୍ତି ଦେଇ ଦିଅନ୍ତୁ। ଆଉ ଆମର ସେମିତି କିଛି କ୍ଷତି ପହଞ୍ଚାଇବାର କାହାର ମନ ଭାବକୁ ଜମା ବି ଆଗ୍ରହ ନାହିଁ। ଆମେ କେବଳ ଗୋଟେ ଏକ୍ସପ୍ରେସ୍ ନେବା ପାଇଁ ଆସିଥିଲୁ, ଯେଉଁଟାକି ଯାହା ମୋବାଇଲରେ ଆସିପାରେ ନ ଆସିପାରେ କହିବି ପାରିବିନି ମୁଁ, ଯେହେତୁ ଗୋଟେ ଭିଡ଼ିଓ ବନେଇବାର ଆମର ଗୋଟେ ପେସା ଅଛି। ତ ଆମେ କେବଳ ଲୋକମାନଙ୍କୁ ଦେଖାଇବା ପାଇଁ କୌଣସି ଜିନିଷ ରିଆଲିଟି ଅଛି ନା ନାହିଁ, ତ ସେଇ ବିଷୟରେ ଆମେ ଆଲୋଚନା କରୁ। ତ ଗାଇସ୍ এই ଭିଡ଼ିଓଟି ମୁଁ ଏଇଠି ଏଣ୍ଡ କରିଦେଉଛି। କାଲି ଭିଡ଼ିଓଟି ଆପଣମାନଙ୍କୁ ପଡ଼ିଯିବ। ତ ବର୍ତ୍ତମାନ ଗାଇସ୍ ଏଠୁ ଆମେ ବାହାରିବା, ଯେହେତୁ ଲାଇଟ୍ ସିନା ମୋତେ କ୍ୟାମେରା ମୋ ଉପରେ ଅଛି, କିନ୍ତୁ ବିଷୟକୁ ମୋ ବ୍ୟାକ୍ ସାଇଟ୍ ଏମିତି ଲାଗୁଛି ଯେ ଆମ ପାଖରେ ହିଁ ଠିଆ ହେଇଛି। ତ ଭାଇ ଭିଡ଼ିଓ ବନ୍ଦ କର, ବାଏ ବାଏ ବାଏ।